ଆଜି ଆସନ୍ତୁ ଦେଖିବା ବେଙ୍ଗ ଗଡ଼ିଶାର କାହାଣୀ। ବେଙ୍ଗଟି ଉପରୁ ଖସି ପଡ଼ିଲା। ସେ ତଳେ ଦେଖିଦେଲା ମାଛଟି ତଳେ ଅଛି। ସେ କ'ଣ କରିବ, ସିଧା କ'ଣ କଲା ନା ମରିବା ଆକ୍ଟିଂଟି ଷ୍ଟାର୍ଟ କରିଦେଲା। ସିଏ ସିଧା ହେଇଗଲା, ପୁରା ପୁରା କାଠି ହେଇଗଲା ବେଙ୍ଗ। ଓହ, ବଢ଼ିଆ ଷ୍ଟାଇଲରେ ପଡ଼ିଛି ପାଣି ଭିତରେ। ଆଉ ସେ ଏମିତିକା ମାଛ ଆଗରେ ପଡ଼ିଲା ଯେ ମାଛଟି ତାକୁ କ'ଣ କରିବ, ଖାଇବ ନା କ'ଣ କରିବ? ମଲା ମାଛ, ୟା ବଞ୍ଚିଛି। ସିଏ ଚେଷ୍ଟା କରୁଛି ଯେ ବେଙ୍ଗଟି ବଞ୍ଚିଛି ୟା ମରିଯାଇଛି। ବହୁତ ଚେଷ୍ଟା ଚଲେଇଛି ମାଛଟି, ଠେଲିକି ଚେକ୍ କରୁଛି କାର୍ଡ଼ ବଞ୍ଚିଛି କି। ଟିକେ ଯଦି ବେଙ୍ଗ ହଲିଯିବ ତାହେଲେ ମାଛ ପାଟିରେ ସେ ଚାଲିଯିବ। ସେଇଥିପାଇଁ ବେଙ୍ଗଟି କ'ଣ କରୁଛି ନା ଏତେ ସିଧା ହେଇ ରହିଛି ଯେ ଯେମିତି ଜଣାପଡ଼ୁଛି ମରି କାଠି ହେଇଯାଇଛି ପୁରା। ଓହ, ଗଜବ ଗଜବ ଗଜବ! ବହୁତ ବଢ଼ିଆ ଦିମାଗ ଲଗେଇଛି ବେଙ୍ଗ। ବେଙ୍ଗ ଏତେ ଚାଲାକ ବୋଲି ଆମେ ଜାଣିନଥିଲୁ, କିନ୍ତୁ ବେଙ୍ଗଟି ବଢ଼ିଆ ଷ୍ଟାଇଲରେ ପାଣି ଭିତରେ ଯୋଉ ପଡ଼ିଗଲା। ସେ କ'ଣ କରିବ ଅସୁବିଧା ବେଳେ, ସେ ତାର ନିଜକୁ ବଞ୍ଚେଇବା ପାଇଁ ପୁରା ସିଧା ହେଇ ଆଉ କାଠି ହେଇଯାଇଛି ପୁରା। ଆପଣମାନେ ଦେଖିପାରୁଥିବେ ଗଡ଼ିସଟି ତାକୁ ଠେଲୁଛି ସେମିତିକା। ବାରମ୍ବାର ମାଛଟି ତାକୁ ଠେଲୁଛି। କ'ଣ କରିବ, ସେ ଟିକେ ହଲିଗଲେ ବାସ୍ ତାକୁ ଖାଇଦବ। ତାର କାମଟି ଆଜି ସରିଯିବ। ଗଡ଼ିଶ ବେଙ୍ଗର କାହାଣୀ।